ଏଇ ପାମ୍ପଡ଼ ଗୁଡ଼ା ଆମେ ଦୋକାନରୁ କିଣିକି ଖାଉ ଆଉ ବହୁତ ପଇସା ଦେଇକି ଖାଉ। କିନ୍ତୁ ଏଇଟା ଯଦି ଆମେ ଘରେ ବନେଇବା ଖୁବ୍ ସହଜରେ ବନିଯିବ ଆଉ ଅନେକ ଗୁଡ଼ିଏ ବନିବ। ନା ଖରାରେ ଶୁଖେଇବାକୁ ପଡ଼ିବ, ନା ତୁମକୁ ମେସିନ୍ ଦରକାର। ଏଇଭଳିଆ ହାତରେ ଏଇ ଡିଜାଇନଟା ତୁମେ କରିପାରିବ। ନମସ୍କାର, ମୋ ଚ୍ୟାନେଲରେ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଏଥିପାଇଁ ଆମେ ସହଜରେ ବନେଇବାକୁ 2 ଚାମଚ ଚାଉଳ ଗୁଣ୍ଡ ମୁଁ ଏଠି ନେଇଛି। ସମସ୍ତେ ଜାଣିଥିବେ ଚାଉଳକୁ ଭିଜେଇକିରି ଆମେ ଗୁଣ୍ଡ କରିକି ଅନେକ ପ୍ରକାର ମଣ୍ଡା ପିଠା ତିଆରି କରୁ, ଗଇଁଠା ତିଆରି କରୁ, କରଞ୍ଜି ତିଆରି କରୁ। ତ ସେଇ ରକମ ଗୁଣ୍ଡ କରି ମୁଁ ଏଠି 2 ଚାମଚ ନେଇଛି। 2 ଚାମଚ ମାନେ 200 ଗ୍ରାମ ପ୍ରାୟ। ଆଉ 1 ଚାମଚ ଲୁଣ ପକେଇକି ମୁଁ ଆକୁ ଭଲକିନା ଗୋଳେଇ ଦେଉଛି। এই ପିଠାଟା ତୁମେ ମଇଦାରେ ବି ତିଆରି କରିପାରିବ ଆଉ ସୁଜିରେ ବି ତିଆରି କରିପାରିବ। ଯେଉଁଟା ତୁମକୁ ଭଲ ଲାଗିବ ସେଇଟା କରିବ। ଏ ଲୁଣଟାକୁ ଆମେ ଭଲ ଭାବରେ ଗୋଳେଇ ଦେବା। ଗୋଳେଇକିରି ଏଠି ଗରମ ପାଣି ଦେଇ ଏଟାକୁ ଚକୁଡ଼ିବାକୁ ପଡ଼ିବ। ଥଣ୍ଡା ପାଣିରେ ଚକୁଡ଼ିଲେ କିନ୍ତୁ ହେବ ନା। ଆଉ ଏକାଥରେ ପୁଳାଏ ପାଣି ପୁରେଇ ଦେବ ନା, ନହେଲେ ନଷ୍ଟ ହେଇଯିବ। ଟିକେ ଟିକେ ପାଣି ପକେଇ ଟିକେ ଟିକେ କରି ଚକୁଡ଼ିବାକୁ ପଡ଼ିବ। କାହିଁକିନା ଇଏ ଯେଉଁ ଅଟାଟାକୁ ଟାଇଟ୍ କରିକି ଚକୁଡ଼ିବାକୁ ପଡ଼ିବ। ସେଇଥିପାଇଁ ଦେଖ ଏଇଠି ମୁଁ ଟିକେ ଟିକେ ପାଣି ପକେଇକି ଚକୁଡ଼ୁଛି। ଏଇ ପାମ୍ପଡ଼ଟା ବନେଇବା ଆମେ ଜାଣିନୁ ବୋଲି ଦୋକାନରୁ କେତେ ପଇସା ଦେଇ ଖାଉଛୁ। ଆଉ ପିଲାମାନେ ତ ଚିପ୍ସ କୁରକୁରା ରୋଜ କିଣିକିରି ଖାଉଛନ୍ତି। ଯଦି ଏପରିକା ପାମ୍ପଡ଼ ଆଉ ପିଠା ତିଆରି କରି ଆମେ ସେମାନଙ୍କୁ ଦେଇପାରୁ, ତାହେଲେ ସେମାନେ ଏତେ ଜିନିଷ ଦୋକାନରୁ କିଣିକିରି ଏଇଠି ମୁଁ କହୁଛି ସେଇ ଅଟାଟାକୁ ଭଲ ଭାବରେ ଗରମ ପାଣି ଦେଇ ଚକୁଡ଼ିଲା ପରେ ଗୋଟେ ଜାଲିବାଲା ଥାଳି ନେଇଛି। ଆଉ ତାପରେ ଗୋଟେ ଜରି ପକେଇଛି। ଜରି ଉପରେ ଟିକେ ତେଲ ଆମେ ଘଷିଦେବା। ଘଷି ଦେଇକିରି ସେଇ ଯେଉଁ ଆଣୁକୁ ଆମେ ଆରି ଉପରେ ଦେଇଦେବା। ପ୍ରଥମରୁ କଡ଼େଇରେ ମୁଁ ପାଣି ଗରମ କରି ରଖିଥିଲି। ଆଉ ସେ ଜାଲିବାଲା ଥାଳିଟା ଆମେ ଆ ଉପରେ ଥୋଇଦେବା। ଥୋଇକି କିଛି ଗୋଟେ ଘୋଡ଼େଇ ଦେବା। ଘୋଡ଼େଇଲେ 5 ରୁ 7 ମିନିଟ୍ ପରେ ଏଇଟା ଟିକେ ସିଝିଯିବ। ସିଝିଗଲା ପରେ ଆମେ ପୁଣି କାଙ୍ଗୁଲାକୁ ଏଇଟାକୁ ଓଜାଡ଼ି ପକାଇବା। ମେନ୍ କଥା ହେଲା ଆମେ ପାମ୍ପଡ଼ କରିବା ଆଉ ଅନେକ ଦିନ ପର୍ଯ୍ୟନ୍ତ ଏଇଟାକୁ ରଖିବାକୁ ପଡ଼ିବ। ସେଇଥିପାଇଁ ଆମେ ୟାକୁ ଜନ୍ତିକିରି ପୁଣି ଥରେ ଟିକେ ଚକୁଡ଼ି ଦେବା। ତାହେଲେ ଏଇଟା ଅନେକ ଦିନ ପର୍ଯ୍ୟନ୍ତ ଭଲ ରହିବ। ଏଇଠି ଏ ଅଟାଟାକୁ ଭଲ ଭାବରେ ଚକୁଡ଼ି ଦେଖ, ସୁନ୍ଦର ଭାବରେ ଗୋଟେ ଅଟା ଗୁଳା ତିଆରି କରିଦେବ। ଆଉ ଆଧରୁ ଟିକେ ଅଟା ଗୁଳା ନେବା, ନେଇକିରି ଆମେ ବେଲିବା। ଏଇଟାକୁ କରିବା ଜମା କଷ୍ଟ ନୁହେଁ, ଯେକୌଣସି ଲୋକ ବି କରିପାରିବେ, ଖାଲି ଟିକେ ଦେଖିଲେ ହେଇଯିବ। ଅଟା ଗୁଳା ନେଇକିରି ଆମେ ଏଠି ବେଲିବା। ଗୋଟେ ରୁଟି ଯେମିତି ବନା ହୁଏ ସେମିତି ରୁଟି ଗୋଟେ କରିଦେବା। ବେଶୀ ମୋଟା ରୁଟି ଏଠି କରିବା ନା, ଗୋଟେ ପତଳା ରୁଟି କରିବା। କରିସାରିକି ଏଠି ଗୋଟେ ଡିବା ନେବା। ଡିବା ନେଇକି ତା ଖୋପରେ ଏଇଠୁ ଗୋଲ କରିକି କାଟିଦେବା। ତାହେଲେ ସାଇଜ୍ଟା ଦେଖିବାକୁ ସୁନ୍ଦର ଲାଗିବ ଆଉ ପିଲାମାନେ ଦେଖି ବହୁତ ଖୁସି ହେବେ। ଏ ଦେଖ ମୁଁ କାଟିଦେଇ ତା ଚାରିପଟରେ ଗୁଡ଼ା କାଢ଼ିଦେଲି, ଯେମିତି ଆମେ ପୁରୀ ଫୁରୀ ବେଳେବେଳେ ତିଆରି କରୁ। କାଟି ସାରିଲା ପରେ ଏଇଠୁ ସାଇଡ଼ରୁ ଟିକେ ପତ୍ର ପରିକା ସେପ୍ ଦେଇକି କାଟିଦେବା। ଯେତେ ବଡ଼ ପତ୍ର କରିବାକୁ ଚାହିଁବ ସେତିକି ବଡ଼ କରିଦେବ। ଗୋଟେ ରୁଟିରୁ ଆମେ 2ଟା ପତ୍ର କାଟିପାରିବା। ଗୋଟେ ବଡ଼ ଆଉ ଗୋଟେ ଛୋଟ ହେଲା। ତୁମେ ଚାହିଁଲେ 2ଟା ଛୋଟ ଛୋଟ କରିକି ବି କାଟିପାରିବ। ଦେଖିବାକୁ ଖୁବ୍ ବି ଭଲ ଲାଗିବ ଆଉ ତିଆରି କରିବାକୁ କିଛି ବି କଷ୍ଟ ପଡ଼ିବନି। ପ୍ରଥମେ ଏଇଠି କେତେଟା ପତ୍ର ମୁଁ କାଟିକି ବାହାର କରିଦେଉଛି, ତାପରେ ମୁଁ ଡିଜାଇନଟା କରିକି ଦେଖାଇଦେବି। ଡିଜାଇନଟା ବହୁତ ହି ସହଜ। ଗୋଟେ ଥର ଦେଖିଲେ କହିବ ଓ ଏଇ ଡିଜାଇନ, ଏଇଟା ତ ମୋତେ ଆସିବ। ଆମେ ତ ପୁରାପୁରି ପତ୍ରଟାକୁ ଦେଖୁଛୁ, ଭାବୁଛୁ ପତା ନେଇ କେମିତି ହେଇଥିବ, କିନ୍ତୁ ଯେତେବେଳେ ଡିଜାଇନଟା ଦେଖିବ ତୁମେ ଭାବିବ ଏ ତ ବହୁତ ସହଜ। ଏଇଠି ମୁଁ ସବୁ ପତ୍ର ଗୁଡ଼ା କାଢ଼ିଦେଲି। ଯଦି ପତ୍ର ଡିଜାଇନ ନ କରି ଅନ୍ୟ ଡିଜାଇନ କରିବ ବି ହେଇପାରିବ, କିନ୍ତୁ ପତ୍ର ଡିଜାଇନଟା ବହୁତ ହି ସୁନ୍ଦର ଲାଗୁଛି ଦେଖିବାକୁ। ଆଉ ଏ ହୋଲିରେ କଲରଫୁଲ୍ ପତ୍ର ପାମ୍ପଡ଼ ଖୁବ୍ ଭଲ ଲାଗିବ ଖାଇବାକୁ। ଏଇଠି ଦେଖ ମଝିରେ ମୁଁ ଖଡ଼ିକାରେ ଗୋଟେ ଗାର ଦେଇଦେଉଛି, କାରଣ ମୋତେ ପତ୍ର ଡିଜାଇନଟା କରିବାକୁ ସୁବିଧା ହେବ। ଯେମିତି ବଡ଼ ବଡ଼ ପତ୍ରରେ 2ଟା ଗାର ଥାଏ ସେମିତି ଗାର ଦେଇଦେବା। ଗାର ଦେଇ ଏଇଟା ହେଉଛି ଗୋଟେ ଟ୍ୟୁଜର। ଟ୍ୟୁଜରରେ ଆମେ ଟିକେ ଟିକେ ଖାଲି ଉଠେଇଦେବା। ଉଠେଇଦେଲେ ପତ୍ର ଡିଜାଇନ ହେଇଯିବ। ମୁଁ ଏଇଠି ଗୋଟେ ପୁରା କରିକି ଦେଖାଉଛି। ଏଇଟା କରିବା କିଛି ଅସୁବିଧା ନାହିଁ, ଖାଲି ଟିକେ ଭଲକିନା ଦେଖିଲେ ହିଁ ହେଇଗଲା। ଏଇ ଟ୍ୟୁଜର ଗୁଡ଼ା 5 ଟଙ୍କା ଲେଖା ଯେକୌଣସି ଷ୍ଟେସନାରୀ ଦୋକାନରେ ତୁମେ ପାଇଯିବ। ଏ ଦେଖ ଗୋଟେ ପଟେ ହେଇଗଲା, ଆଉ ଗୋଟେ ପଟେ ବି ସେମିତି କରିଦେବ। ଟିକେ ଧରି ଧରି କରିବ ଯେମିତି ନ ଫାଟିଯାଏ। ଆଉ ଆମେ ଏଇଟାକୁ ପ୍ରଥମେ ସିଝେଇଲୁ କାହିଁକି, ସିଝେଇଲା ପରେ ଏଇଟାକୁ ଖରା ଦେଲେ ଫାଟିବ ନା। ଅନେକ ଦିନ ପର୍ଯ୍ୟନ୍ତ ଯତ୍ନର ସହିତ ରଖିଲେ ଖରାପ ହେବ ନା। ସେଇ ଯୋଗୁଁ ଆମେ ପ୍ରଥମେ ଚକୁଡ଼ିକି ଏଇଟାକୁ ସିଝେଇ ଦେଲୁ। ଅନେକ ଲୋକ କହିବେ ପ୍ରଥମେ ଚକୁଡ଼ିବ ତାକୁ ସିଝେଇବ, ଏତେ କାମ କିଏ କରିବ। ଟିକେ ଯତ୍ନର ସହିତ କିଛି ଦିନ ରଖିବାକୁ ହେଲେ, ବେଶୀ ଦିନ ରଖି ଖାଇବାକୁ ହେଲେ ଏଇଟାକୁ କରିବାକୁ ପଡ଼ିବ। ଏଇଠି ମୁଁ ଟିକେ ଅଟାକୁ ବିଭିନ୍ନ ପ୍ରକାର କଲର ଦେଇକିରି କଲର କରିଦେଇଛି। ଗୋଟେରେ ହଳଦୀ ଟିକେ ପକେଇଛି, 1 ଚାମଚ ହଳଦିଆ ହେଇଯାଇଛି। ପୁଣି ଲାଲ କଲର ଟିକେ ଦେଇଛି, ଲାଲ ହେଇଯାଇଛି। ଆଉ ତୁମେ ଚାହିଁଲେ ନୀଳ ବି କରିପାରିବ। ଅନେକ ଫୁଡ୍ କଲର ଆସୁଛି, ଯାହା ପକେଇକି କରିପାରିବ। କିନ୍ତୁ ମୁଁ ଏଠି ପ୍ରପର କିଚେନର ହଳଦୀ ଦେଇକିରି ହଳଦିଆଟା କରିଛି। ଏଇପରି ଭାବରେ ଆମେ ଯଦି ସବୁଗୁଡ଼ା ତିଆରି କରିଦେବା 5 ମିନିଟ୍ ବି ଲାଗିବ ନା।
ଦେଖ ପୁରା ପତ୍ର ପରିକା ଦେଖାଯାଉଛି। କି ସୁନ୍ଦର! ହୋଲିରେ ଯଦି ଏଇ ପାମ୍ପଡ଼ ଗୁଡ଼ା କାହା ଘରକୁ ଦେବ ଟିକେ କୁହନି ସେ କେତେ ଖୁସି ହେଇଯିବ। ଆମ ଓଡ଼ିଆରେ ତ ସବୁ ଅଛି ସମସ୍ତଙ୍କ ଘରକୁ ସବୁ ଜିନିଷ ଦେବା। ମୁଁ ଯେତେବେଳେ ଘରକୁ ଯାଏ ବୋଉ କ'ଣ ଟିକେ ଯଦି ଘରକୁ ଆଇଥିବ ନେଇକିରି ଅନ୍ୟ ଜଣଙ୍କ ଘରେ ଦେଇ ଆସିବ। ତେଣୁ ଗୋଟେ ଥର ଭାବ ଏଇ ପାମ୍ପଡ଼ଟା ତୁମେ ତିଆରି କରିଛ ଆଉ ହୋଲିରେ ଏଇଟା ଅନ୍ୟ ଘରେ ନେଇକି ଦେଇ ଆସିଲ, ସେ ନିଶ୍ଚୟ ପଚାରିବ ଏଇଟା କେମିତି ତିଆରି କରିଛ। ଆଉ ସବୁଠୁ ମଜା କଥା ହେଲା ଏଇଟା ତୁମେ ପିଠା ବନେଇକି ବି ଖାଇପାରିବ, ପାମ୍ପଡ଼ ବନେଇକି ଖାଇପାରିବ, ସବୁକିଛି କରିକି ଖାଇପାରିବ। ଆଉ ଖରା ବି ଦରକାର ନାହିଁ, କାହିଁକିନା ଏଇଟା ଏତେ ପତଳା ଯେ ଯଦି ପଙ୍ଖା ହାୱାରେ ରଖିବ ଘଣ୍ଟେ ଭିତରେ ଶୁଖିଯିବ। ଶୁଖିଗଲା ପରେ ତୁମେ ଏଇଟାକୁ ଯାହା କରିକି ଇଚ୍ଛା ଖାଇପାରିବ। ଏଇଠି ମୁଁ ଗୋଟେ ଛାଣିକି ଦେଖାଉଛି, ଏ ଦେଖ ଏଇଟା ବେଶୀ ଫୁଲିବ ନା, କିନ୍ତୁ ଭଲ ଗୋଟେ କୁରକୁରା ଭଳିଆ ପାମ୍ପଡ଼ ହେଇଯିବ। ଏଇଠି ମୁଁ ଛାଣିକି ଦେଖାଉଛି, ଦେଖ ପୁରା ଲାଲ ପଡ଼ିଯାଇଛି, ପୁରା ମଡ଼ମଡ଼ ଲାଗିବ। এটা ଖାଇବାକୁ ଖୁବ୍ ସୁନ୍ଦର ହେବ, କାରଣ ଚାଉଳରେ ବନା ହେଇଛି। ସବୁ କଲର୍ରୁ ମୁଁ ଗୋଟେ ଗୋଟେ କରିକି ଦେଖାଇ ଦେଉଛି। এটা ବେଶୀ ଫୁଲିବନି, କିନ୍ତୁ ଗୋଟେ ଥର ଛାଣିକି ଦେଖ ପୁରା କୁରକୁରା ହେବ, ଖାଇବାକୁ ଭଲ ଲାଗିବ। ଆଉ ବିଭିନ୍ନ ପ୍ରକାର କଲର୍ ଯେହେତୁ ଏକାଥର ଛାଣିକି ନେଲେ ଖୁବ୍ ସୁନ୍ଦର ଦେଖାଯିବ। ବିଶେଷ କରି ହୋଲି ପାଇଁ এই ପାମ୍ପଡ଼ ଗୁଡ଼ା କଲେ ବେଶୀ ଭଲ ଲାଗେ। ଏ ଦେଖ ଏଇଠି ମୁଁ ଛାଣିକି ସବୁଗୁଡ଼ା ରଖିଦେଇଛି। ମୁଁ ଦେଖାଉଛି, ଦେଖ ଆ ଉପରେ ଆମେ ଚିନି ରସ କରିକି ଢାଳି ଦେଇପାରିବା, କିମ୍ବା ଗୁଡ଼ ଯଦି ଥିବ ପୁରା ପାଣିଆ ଗୁଡ଼ ସେଇଟା ବି ଢାଳି ଦେଇକରି ଆମେ ଏଇଟାକୁ ଖାଇପାରିବା, ଖୁବ୍ ଭଲ ଲାଗିବ। ଏଇଠି ମୁଁ ଚିନି ରସ ରଖିଥିଲି, ତା ଉପରୁ ଟିକେ ଢାଳୁଛି, ଖାଇବାକୁ କି ଭଲ ଲାଗିବ ଚିନ୍ତା କର। କିଛି ସମୟ ଏଇଟାକୁ ଭିଜେଇକି ରଖିଦେବ, ତା ଟିକେ ପରେ ଖାଇବ। ନହେଲେ ଯଦି ତୁମେ ଚିନି ରସ ଦେଇକି ନ ଖାଇବାକୁ ଚାହୁଁଛ ତାହେଲେ ଏମିତି ପାମ୍ପଡ଼ ପରିକା କରିକି ନିଜେ ଖାଇପାର। ଆଶା କରୁଛି ଏ ସହଜ ଭିଡ଼ିଓଟା ଖୁବ୍ ଭଲ ଲାଗିବ, ଆଉ ନିଶ୍ଚୟ କରିକି ଖାଇବେ। ଆଉ ଇଏ ଦେଖ ଭାଙ୍ଗିଟାକୁ ପୁରା ଖଡ଼ଖଡ଼ ହେଇଛି। ମୁଁ ଯେତେବେଳେ ଛୋଟ ହେଇଥିଲି ସବୁବେଳେ ପାମ୍ପଡ଼ କିଣିକି ଖାଉଥିଲୁ, କିନ୍ତୁ ଏବେ ଏଗୁଡ଼ା ବନେଇବା ଶିଖିଯାଇଛି ବୋଲି ଆଉ ପାମ୍ପଡ଼ କିଣୁନୁ, ସବୁବେଳେ ଆମେ ଘରେ ବନେଇକି ଖାଉଛୁ। ତେଣୁ ଆପଣ ବି ଚାହିଁଲେ ଘରେ ବନେଇକି ଖାଇପାରିବେ। ଭିଡ଼ିଓଟା ଭାବୁଛି ଭଲ ଲାଗିବ। ଭଲ ଲାଗିଲେ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ୍ ଜରୁର କରନ୍ତୁ। ଏଇଟାକୁ ଟିକେ ଖରାରେ ଦେଇଦେବା, ଆଉ ଖରାରେ ଦେଇକରି ଆମେ ଡବାରେ ପୁରେଇକି ଏଇଟାକୁ ରଖିପାରିବା ଅନେକ ଦିନ ପର୍ଯ୍ୟନ୍ତ। ଯେତେବେଳେ ଇଚ୍ଛା ହେବ ସେତେବେଳେ କରିକି ଖାଇବା। ଆଉ ଯଦି କେଉଁଠି ବୁଝିପାରୁନଥାନ୍ତି ତାହେଲେ ମୋତେ କମେଣ୍ଟ କରି ବତେଇବେ, ମୁଁ ଭଲକରି ବୁଝେଇଦେବି। ଭଲ ରୁହନ୍ତୁ, ପୁଣି ମିଳିବା ଅନ୍ୟ ଏକ ଭିଡ଼ିଓରେ।